ଜୟ ଜଗନ୍ନାଥ। ମୋ ନାଁ ହଉଛି ରବିଶଙ୍କର ମହାରଣା। ଆଉ ମୁଁ ହେଲେ ବଳଭଦ୍ର ବାଡ଼, ମା ସୁଭଦ୍ରା ବାଡ଼ ଚିତ୍ରକର ସେବକ। ଏ ସେବା ଆପଣଙ୍କ କୌଳିକ ସେବା। ଆଜ୍ଞା, ଯେମିତିକି ଆପଣ କହିଲେ ଆମର ଏଇଟା କୌଳିକ ସେବା। ଯେମିତିକି ମୋ ଅଣଜେଜେ ବାବା, ଜେଜେ ବାପା ଆଉ ମୋ ବାପା, ତାଙ୍କ ପରେ ମୁଁ ଏଇନେ ବର୍ତ୍ତମାନ ଶାଢୀ ବନ୍ଧେଇକି ମୁଁ ଏ ସେବା କରି ଆସୁଛି। ଏଇଟା ଆମର ପାରମ୍ପରିକ କଲର ବି ଆମେ ୟୁଜ କରୁଛୁ, ଯେମିତିକି ହିଙ୍ଗୁଳ, କଇଁଥ ଅଟା ଆଉ ଖଡି ଇତ୍ୟାଦି ଆମର ସବୁ ଯେମିତି ପଟି ଲଗେଇବା ପାଇଁ ଯାହା ଯାହା ଦରକାର ଆମେ ଲେବୁଲ ବାଇ ଲେବୁଲ ସେ ସବୁ ଜିନିଷ ଆମେ ୟୁଜ କରି ଆସୁଛୁ। ଆମର ବାହାରେ ଏନାମେଲ କଲର ଆମେ ୟୁଜ କରୁନୁ କି ଆମର କୌଣସି କେମିକାଲ ଜିନିଷ ଆମର ସମସ୍ତ ପାରମ୍ପରିକ ରଙ୍ଗରେ କରାଯାଏ, ଯୋଉଟା ପ୍ରାକୃତିକ ରଙ୍ଗ କୁହାଯାଏ। ଆଜ୍ଞା ଯୋଉଥିରେ କି ମହାପ୍ରଭୁଙ୍କର ଶୃଙ୍ଗାର ମଧ୍ୟ ହୁଏ, ଆଜ୍ଞା ମନକ ଲାଗି ଯୋଉଟା କୁହାଯାଏ। ଆଜ୍ଞା ସେଇ ବେଶ ସେଇ ରଙ୍ଗ ଗୁଡିକ ବ୍ୟବହାର କରାଯାଏ। ଆଜ୍ଞା। ଆଚ୍ଛା, ଏଇ ଯୋଉ ପଟ୍ଟଚିତ୍ର କେତେବେଳୁ ମାନେ ମନ୍ଦିର ଆପଣଙ୍କୁ କେବେଠୁ ଦେଲାଣି? ଆମ ତ ମନ୍ଦିର କେବେଠୁ ମାନେ ସେଟା ଦଉଛି ସେଟା ଅଲଗା କଥା। ଆମର ଯେମିତି କାମ ଆରମ୍ଭ ହଉଛି ସାବିତ୍ରୀ ଅମାବସ୍ୟା ପରଠୁ କାମ ଆରମ୍ଭ କରୁଛୁ, କିନ୍ତୁ ଏଇ ବର୍ଷ ବର୍ତ୍ତମାନ ଟିକେ ଲେଟ ରେ କାମ ଟିକେ ଆମେ କରୁଛୁ, ଯାହାଦ୍ୱାରା ଶୀତଳ ଷଷ୍ଠୀଠୁ କାମ ଆରମ୍ଭ ହେଲା। ବର୍ତ୍ତମାନ ଚାଲିଛି ମହାପ୍ରଭୁଙ୍କ କାମ। ଚେଷ୍ଟା କରୁଛୁ ଯେମିତି ଯେତେ ଯଥାଶୀଘ୍ର ହବ ଆମେ କାମ କରିକି ସାରିବୁ। ଆପଣଙ୍କ ଏଇ ପଟି ବୁଧବାର ଦିନ ରାତିରେ ଯିବ? ଆଜ୍ଞା, ବୁଧବାର ଦିନ ରାତିରେ ଆମ ଘରେ ପୂଜା ହେବେ। ଗୁରୁବାର ଦିନ ସକାଳୁ ବଡି ଭୋରୁ ମାନେ ରାତି ମନ୍ଦିର ଉପରେ ଡିପେଣ୍ଡ କରେ ସେ କେତେବେଳେ ଆସୁଛନ୍ତି। ଛତି କାହାଳି ଭଳିଆ କେତେବେଳେ କାହାରି ଆସିଲା ପରେ ଆଜ୍ଞା, ଆପଣ ଅପେକ୍ଷା କରିକି ଆମେ ରହିବୁ। ସେମାନେ ଛତି କାହାଳି ସହିତ ଆମେ ମନ୍ଦିରକୁ ଯିବୁ। ଏଠି କୋଉ କୋଉ ପଟ୍ଟଚିତ୍ର ଯୋଉ ଆମର ମହାପ୍ରଭୁଙ୍କ ବାଡରେ ଚାରୋଟି ପଟ୍ଟଚିତ୍ର ପୂଜା ହୁଏ? ଚାରି ବାଡ଼ ନୁହେଁ, ତିନି ବାଡ଼ ଅଛି। ତିନି ବାଡରେ ଯୋଉ ପୂଜା ଯାଏ। ଆଜ୍ଞା, ଆମର ଏଠି କୋଉ କୋଉ ବାଡର? ଏଇଟା ମୁଁ ଯେମିତି କହିଲି କି ଆମର ବଳଭଦ୍ର ବାଡ଼, ସୁଭଦ୍ରା ବାଡ଼। ଯୋଉଟାକି ଆମର କୁହାଯାଏ ବଳଭଦ୍ରଙ୍କୁ ଆମେ ଅନନ୍ତ ବାସୁଦେବ କହୁଛୁ, ମା ସୁଭଦ୍ରାଙ୍କୁ ଆମେ ମା ଭୁବନେଶ୍ଵରୀ କହୁଛୁ। ଆମର ଏଇ ଦିଟା ପଟି ଦିଅ ଆମର ଏଇଠି ଚିତ୍ର ହୁଅନ୍ତି। ଆଉ ଗୋଟେ ଜଗନ୍ନାଥଙ୍କ ବାଡର ପଟି ଦିଅ ଅନନ୍ତ ନାରାୟଣ ଆଜ୍ଞା ତାଙ୍କୁ କୁହାଯାଏ। ସେ ଅନନ୍ତ ନାରାୟଣ ଜଗନ୍ନାଥ ବାଡରେ ଦେବଦତ୍ତ ମହାରଣାଙ୍କ ତାଙ୍କର ଘରେ ଚିତ୍ର କାମ କରାଯାଏ। ଏଇ ପଟ୍ଟଚିତ୍ର ପାଇଁ ମନ୍ଦିର ଆପଣଙ୍କୁ କଣ ଦଉଛନ୍ତି ଗୋଟେ ଆମର ଖେଇ ବୋଲି କୁହାଯାଏ। ଯୋଉଟା ଦଉଛନ୍ତି ସେଇଟା ଆକ୍ଚୁଆଲି ଆମେ ସିଧାସଳଖ କହିବାକୁ ଗଲେ ଆମେ ଏଇଟା ସେବା ଭାବରେ କରୁଛୁ। ମନ୍ଦିର ଖେଇକି ଆମେ ବେଶୀ ଆଶା ବି କରୁଛୁ, କାହିଁକିନା ଏଇଟା ଆମର ମେନ୍ ସେବା କୁହାଯାଏ। ଆଉ ମନ୍ଦିରରୁ ଯୋଉ ଖେଇଟା ମିଳେ ସେଇଟା ଆମର ସ୍ନାନ ମଣ୍ଡପ ଯାଏଁ ପଳେଇବ। ସ୍ନାନ ପରଠୁ ଆମର କିଛି ସେଟା ରୁହେନି। ତାପରେ ଆମର ରଥ କାମଟା ଆରମ୍ଭ। ରଥ କାମ ଯୋଉ ଖେଇ ଆସେ ସେଇଟା ଟିକେ ଅଧିକ ଦିନ ଆସେ, ଯୋଉଟାକି ଆମ ରଥ କାମରେ ସମସ୍ତ ଲୋକ ଆମେ ଲଗେଇକି ଆମେ ଏଇ ଯୋଉ ଚିତ୍ର ସେବା ଯୋଉ ଆଜ୍ଞା ଏଇ ଯୋଉ ସେବା କରିକି ଆପଣ କଣ ଅନୁଭବ କରନ୍ତି? ସେଇଟା ମହାପ୍ରଭୁଙ୍କ ଏମିତି ଗୋଟେ ସେବା। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ମୁଁ ଏଇ କୂଳରେ ଜନ୍ମ ନେଇଛି, ଆଉ ମୁଁ ତାଙ୍କ ଶରଣରେ ରହିକି କେମିତି ଏଇ କାମ କରୁଛି। ଆଉ ଯେମିତି ବାପା ସୁନାମ ଅର୍ଜନ କରୁଥିଲେ ଚଳଚ୍ଚିତ୍ରରେ, ସେମିତି କିଛି କରିବାର ଆଶା କିଛି ଅଛି ନା ସ୍ୱପ୍ନ ବି ଅଛି? ମୋର ସେମିତି କିଛି ଆଶା ନାହିଁ, କାହିଁକିନା ମୁଁ ବାସ୍ ମହାପ୍ରଭୁଙ୍କ ସେବା ପାଇଁ ମୁଁ ଖାଲି ଏଠି ପଡି ରହିଛି। ଯାହା ହଉ ମୁଁ ଯୋଉ ଯାଏ ବଞ୍ଚିଥିବି ସେ ଯାଏ ମହାପ୍ରଭୁଙ୍କ ସେବା କରୁଥିବି। ବାକି ସେଇଟାକୁ ଛାଡିଦେଲେ ମୋର ସେମିତି କଳା ମାନେ ଜଗତରେ ସେମିତି କିଛି ନାଁ କରିବାର ମୋର ଉଦ୍ଦେଶ୍ୟ ବି ନାହିଁ। ମୁଁ ଯେମିତି ବି ଅଛି ଠିକ ଠାକ ଅଛି। ଆଉ ମୁଁ ବାସ୍ ଚାହୁଁଛି କେମିତି ମନ୍ଦିର ତରଫରୁ କିଛି କାମ ମିଳୁ, ମନ୍ଦିରର କାମ ମୁଁ କରେ। ଆଉ ତାଠୁ ଅଧିକ ମୁଁ ବେଶୀ କିଛି ଚାହୁଁନି। ଏଇ ପଟିଦିଅ ନିର୍ମାଣରେ କେତେ ଜଣ ଚିତ୍ରକାର ସେବାୟତ ନିয়োଜିତ? ପଟି କାମ ନିର୍ମାଣରେ ଆମର ଏଇନା ବର୍ତ୍ତମାନ 7-8 ଜଣ ଲୋକ କାମ କରୁଛନ୍ତି। ସେଇ 7-8 ଜଣ ଆମେ ହିଁ ଏଇନେ କାମ କରିବୁ ଲାଷ୍ଟ ଷ୍ଟେଜରେ। ଆମେ ତାଠୁ ଅଧିକ ଲୋକ ଲଗେଇବୁ, କାହିଁକିନା ଦେଖୁଥିବେ ଯେମିତିକି ଛୋଟ ଘର ଭିତରେ ଆଉ ଅଧିକ ଲୋକ ଲଗେଇଲେ କିଛି ଏଇଟା କାମ ପରମ୍ପରା, ଏଇ ଘରେ ହିଁ କାମ ଆରମ୍ଭ ହେଇଯାଇଛି, ଯୋଉଟା କି ଲୋକନାଥ ପତିଙ୍କ ଘର ଇଏ। ଆଜ୍ଞା ଏବଂ ଏଇ ଘରେ ଆଜି ନୁହେଁ ଦୀର୍ଘ ଦିନ ଧରି ଏଇ ଘରେ ପଟ୍ଟଚିତ୍ର ହିଁ କାମ। ଆଜ୍ଞା, ମହାପ୍ରଭୁଙ୍କର ଇଚ୍ଛା ଯାହା, ମହାପ୍ରଭୁ ଯୋଉଠି ଚାହିଁବେ ସେଇଠି ତାଙ୍କର କାମ ଯେହେତୁ ଘର ସମ୍ମୁଖରେ ଆପଣଙ୍କର ଏଇ ଘରଟି, ତେଣୁ ଭଗବାନ ଆପଣଙ୍କୁ ଦେଇଛନ୍ତି ଏଇ ଜାଗାଟି କରିବା ପାଇଁ। ଆଜ୍ଞା। ଆଚ୍ଛା, ଏଇ ଯୋଉ ପଟ୍ଟଚିତ୍ରରେ କଣ କଣ ସାମଗ୍ରୀ ବ୍ୟବହାର ହୁଏ? ମୁଁ ପଟ୍ଟଚିତ୍ରରେ ଆମର ମାନେ କନାରୁ ଧରିକି ଆମର କଇଁଥ ଅଟା, ହିଙ୍ଗୁଳ, ଆଉ ଆମର ଯେମିତି ଶଙ୍ଖର ଧଳାଟା ଆମର ବାହାରେ
সেটা ୟୁଜ୍ କରାଯାଏ। ଆମର କଳା ବୋଧେ ଏବେ ଘରେ ପଡ଼ିଛି, କଳାଟାକୁ ମଧ୍ୟ ୟୁଜ୍ କରାଯାଏ। ଆଉ ହଳଦିଆ ନାଲି ଇତ୍ୟାଦି ଆମର ସବୁ ଏସବୁ କଲର୍ ବି ୟୁଜ୍ କରାଯାଏ। ଆଉ ମୁଁ ଏଇନେ ବେଶୀ କିଛି କହିପାରିବିନି, ଯୋଉଟାକି ଆମର ପାରମ୍ପରିକ କଲର୍ ସେଟା ମୁଁ ବିଶେଷ କହିପାରିବିନି। ଆଚ୍ଛା, ଆଉ ଗୋଟେ କଥା ହେଲା, ଏଇ ଚିତ୍ର କାମ ଆରମ୍ଭ କଲା ପରେ ଆପଣ ହବିଷରେ ରହନ୍ତୁ। ସେଇଟା ନିଶ୍ଚିନ୍ତ ଆମେ ହବିଷରେ ଏଇନେ ବର୍ତ୍ତମାନ ଅଛୁ, ସକାଳୁ ରାତି ଯାଏଁ ଆମେ ଗୋଟେ ଜାଗାରେ ଘରେ ଖାଇବୁ। ଆଉ ବାହାରେ କୋଉଠି ଜଳଖିଆ ବି ନାହିଁ। ଆମେ ପୁରା ନିୟମ ନିଷ୍ଠା ଅଛୁ, ଯଦି ବାହାରକୁ ଆମେ ଗଲୁ ତାହେଲେ ଗୋଡ଼ ନେଇକି ଭିତରକୁ ପ୍ରବେଶ କରିବୁ। ବାହାରେ କାହାକୁ ଛୁଇଁବୁନି, ଯେହେତୁ ଆମେ ଲୁଗା ପିନ୍ଧି ସାରିଲୁଣି, ବାହାରେ କାହାକୁ ଆମେ ସେଥିପାଇଁ ଛୁଇଁବୁନି। ଆଉ ପୁରାପୁରି ଆମେ ହବିଷ ରହିଛୁ। ଯାହା ବହୁତ ଖୁସି ଲାଗିଲା ଆପଣଙ୍କ ସହିତ ପରିଚୟ ହେବା ଏବଂ ମହାପ୍ରଭୁଙ୍କର ଏଇ ପଟଚିତ୍ର କରି ଆପଣ ନିଜକୁ ସମର୍ପିତ କରିପାରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସମର୍ପିତ ଭାବେ ଏହି କାମକୁ ସୁଚାରୁ ଭାବେ ପାଳନ କରିବା ପାଇଁ ଆପଣ ସଂକଳ୍ପବଦ୍ଧ। ଦିନଲିପି ଲାଇଭକୁ ଆପଣଙ୍କୁ ସ୍ୱାଗତ। ମୁଁ ପୁରୀରୁ ବିଜୟ ପଟ୍ଟନାୟକ। ଜୟ ଜଗନ୍ନାଥ। ଦିନଲିପି ଲାଇଭକୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।